ପରା ବାଟୋଇର କିଏ ଶୁଣୁ ବା ନ ଶୁଣୁ କଥାର ସତ ଏ ବାଟୋଇର ବାଟ ଚରା କରେ। ଏ ବାଟୋଇଟି ସବୁଦିନ ଏ ବାଟ ଦେଇ ଯାଏ। ଏ ବାଟୋଇ ପାଦରେ ଚାଲି ଚାଲି ସାମ୍ବାଦିକତା କରେ, ବୃକ୍ଷ ଦାନ କରେ, ବ୍ଲଡ଼ ଡୋନେଟ୍ କରେ, ଟ୍ରାଫିକ୍ କରେ ସମାଜସେବୀ କରେ, ସମାଜର ସେବା କରେ। ଏ ଶୋଷାବିଜିଟିଏ, ଏ ପରିବେଶ ବିଜିଟିଏ, ପରିବେଶର ସୁରକ୍ଷା ଚିନ୍ତା କରେ ସେ ଅନେକ କଥା। ଏ ବଟ ବୃକ୍ଷ ମୂଳେ ସେ ଆଜି ଏକ ନ୍ୟୁଜ୍ କରିବାକୁ ଯାଉଛି ଯେ କି ରଥ ଏବେ ଯାଇ ଗଡ଼ି ଗଡ଼ି ଯାଇ ସେ ନନ୍ଦିଘୋଷ ରଥ ଯାଇ ପହଞ୍ଚିଛି ସେ ମାଉସୀ ମା ମନ୍ଦିରରେ ବା ମାଉସୀ ମା ଘରେ। ପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରା ସୁନାନାକି ଭଉଣୀଟିଏ ସେ ରହିଅଛି ସେ ମାଉସୀ ମା ମନ୍ଦିରରେ। କେତେ ସୁନ୍ଦର ଦେବତୁଲ୍ୟ ଖାଦ୍ୟ, କେତେ କ'ଣ ଆୟୋଜନ କରିଛି ମାଉସୀ ମା ତା ପାଇଁ। ଏ ନିମ୍ବ ଦାରୁ ଅଟେ, ଏ ଦାରୁ ବ୍ରହ୍ମ ମୁରାରି ଅଟେ ଦାରୁ ବ୍ରହ୍ମ। ଏ ଦାରୁ ବ୍ରହ୍ମ ବା ଦାରୁ, ଏ ଦାରୁ ବ୍ରହ୍ମ ପାଖରେ ଦାରୁ ପିଉଛନ୍ତି ସେ ନିଶାରୀର ପ୍ରେମ କାହାଣୀ ଆପଣଙ୍କୁ ଦେଖାଉଛି କ୍ୟାମରା ଜରିଆରେ। ଏ ଗଣମାଧ୍ୟମ ଆପଣଙ୍କ ଗଣମାଧ୍ୟମ ପଡ଼ିଅଛି ସେଠି ଅନେକ ଜିନିଷ ଆପଣଙ୍କୁ ମୁଁ ଦେଖାଉଛି। ସେ ଜିନିଷ ଗୁଡ଼ା ଦେଖନ୍ତୁ ନା, ଏ ହେଉଛି ଖଟା ୟୁଜ୍ କରୁଛି ସେ ନିଶା ଖାଇଲା ବେଳେ। ଏ ଅଇଁଠା ଖଟା ଜରିକି ଆପଣଙ୍କୁ ହାତରେ ଧରି ଦେଖାଉଛି ଏ ଗଣମାଧ୍ୟମ, ଆପଣଙ୍କ ଗଣମାଧ୍ୟମ। ସକାଳୁ ଗାଧୋଇ ପାଧୋଇ ଆସି ପ୍ରଭୁ ଦର୍ଶନ କରିବାକୁ ମନ ବଳେଇଥିଲା ଏ ମନଟା ମୋର। ମିରାକିଲ୍ ଅଛି, ହାଇୱେ ଆକ୍ସିଡେଣ୍ଟରେ ବଞ୍ଚି ଯାଇଛି, କିନ୍ତୁ ଏଠି ଅଟକି ଯାଇଥିଲା ମୋ ପାଦ ଚଲା ପାଦଟିଏ। ଏ ପାଦ ଅଟକି ଯାଇଥିଲା, ଏ ଚାଲି ଚାଲି ସାମ୍ବାଦିକତା କରୁଛି ଏ ସାମ୍ବାଦିକଟିଏ। ଝଡ଼ି ବର୍ଷା ଶୀତରେ ଏ ଭାଇ ବନ୍ଧୁ କୁଟୁମ୍ବ ପାଇଁ ଖଟେ ଏ ଗଣମାଧ୍ୟମ, ଆପଣଙ୍କ ଗଣମାଧ୍ୟମ। ବିନା ବେତନରେ କାର୍ଯ୍ୟ କରେ ଏ ମାଧ୍ୟମ, ଗଣମାଧ୍ୟମ, ଆପଣଙ୍କ ଗଣମାଧ୍ୟମ। ଯେତେବେଳେ ନିଶା ବନ୍ଦ ଆନ୍ଦୋଳନ ପାଇଁ ମୁଖ୍ୟମନ୍ତ୍ରୀ ପାଖକୁ ଚିଠି ଲେଖିଥିଲେ ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁ, ସମ୍ମାନୀୟ ବିଧାୟକ ଧର୍ମଶାଳା ଯାଜପୁରର, ସେ ଆଜି ରଜା ଅଟନ୍ତି ଏ ଧର୍ମଶାଳାର। ଦେଖନ୍ତୁ ଆପଣଙ୍କୁ କହି ରଖୁଛି ଏ କଥାଟି। ବୁଲି ବୁଲି ଦେଖାଉଛି ତାଙ୍କର କାରନାମା। ଦେଖନ୍ତୁ କ'ଣ ୟୁଜ୍ କରିଛନ୍ତି ସେମାନେ। ଦେଖନ୍ତୁ ଏଠି ବି ପଡ଼ିଅଛି ସିଗାରେଟ୍ ଖୋଳ। ଦେଖନ୍ତୁ ସିଗାରେଟ୍ ଖୋଳ ପଡ଼ିଅଛି, ସୋଲା ପଡ଼ିଛି ଅନେକ ବ୍ରାଣ୍ଡର ସେ ମଦ ଠିକ୍। ଆପଣଙ୍କୁ କ୍ୟାମେରା ଜରିଆରେ ଦେଖାଉଛି ଏ ଗଣମାଧ୍ୟମ, ଆପଣଙ୍କ ଗଣମାଧ୍ୟମ। ନିବେଦନ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁ, ଆପଣଙ୍କୁ ଦେଖାଉଛି ଏ ମଦଟି ମରେ ମରିବ, ଦରେ ଦରିଦ୍ର ହେବ, ଏ ପରିବେଶକୁ ନଷ୍ଟ କରିବ ସେ ମଦୁଆଟି। ଆପଣଙ୍କୁ ଦେଖାଉଛି ସେ ଘଟଣା ଗୁଡ଼ିକର ଅନେକ ଜିନିଷ ୟୁଜ୍ କରିଛି ସେ ନିଶାରୀ। ଏ ହେଉଛି ମଦୁଆର ପ୍ରେମ କାହାଣୀ। ମୁଖ୍ୟମନ୍ତ୍ରୀ ପାଖକୁ ଚିଠି ଲେଖିଥିଲେ ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁ। ଲେଖିଥିଲେ ମୁଖ୍ୟମନ୍ତ୍ରୀ ପାଖକୁ ଚିଠି। ଏ ରାସ୍ତା ଦେଇ ଅନେକ ଗୁରୁତ୍ୱପୂର୍ଣ୍ଣ ଲୋକ ଗମନାଗମନ କରନ୍ତି। ଶିକ୍ଷିତ ସମାଜଠୁ ଆରମ୍ଭ କରି ଏଠି ଅନେକ ବ୍ୟକ୍ତି ଗମନାଗମନ କରନ୍ତି ଏ ରାସ୍ତା ଦେଇ।